ସୌମ୍ୟରଞ୍ଜନ ପଟ୍ଟନାୟକ କଣ କହୁଛନ୍ତି ସେମାନେ ନିଜେ ବୁଝିପାରୁନା। ଏ ମାଟିକି ଆସିବା ପରେ ତାଙ୍କ ଆସିବାଟା ମତେ 15-20 ଦିନ ହେଇନାହିଁ। 15-20 ଦିନ ହେଇନାହିଁ। ତାଙ୍କର ଦୁର୍ଭାଗ୍ୟ ଯେ ସବୁ ଯାକ କ୍ରିମିନାଲ ଯାହା ମାନଙ୍କ ନାଁରେ କେସ୍ ଅଛି, ଯୋଉମାନେ ସବୁ ଆସାମୀ ଯାହାକୁ ପୁଲିସ ଖୋଜୁଛି ସେଇମାନଙ୍କୁ ଧରିକି ସେ ବୁଲୁଛନ୍ତି। ପୁଲିସ ସେମାନଙ୍କୁ କାହାକୁ ଧରିବ? ଯାହା ନାଁରେ ୱାରେଣ୍ଟ ଅଛି ପୁଲିସ ଛାଡ଼ିବ? ଗୋଟେ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ପରିଚାଳନା ହବ ଏ କଥାରେ ପୁଲିସ ଚାହୁଁଛି। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅଛି। ସେ କଥା କଣ ସୌମ୍ୟ ପଟ୍ଟନାୟକ ଜାଣିନାହାନ୍ତି? ସବୁ ଯେ ଅପରାଧୀ ଯାକ ଯେଉଁମାନଙ୍କ ନାଁରେ ୱାରେଣ୍ଟ ଅଛି ସବୁ ବର୍ତ୍ତମାନ ସୌମ୍ୟ ପଟ୍ଟନାୟକ ଶରଣରେ ଅଛି। ତେଣୁ ଯାହାକୁ ଗୋଟେ ଧରିଦେଲେ ସୌମ୍ୟ ପଟ୍ଟନାୟକ କହୁଛ ମୋ ଲୋକଟାକୁ ଧରିଦେଲେ। ତେଣୁ ସୌମ୍ୟ ପଟ୍ଟନାୟକ କେତେ ଭଦ୍ର ଲୋକ ସବୁ ଲୋକ ଜାଣିବେ। ଆଉ ଗୋଟେ ସିଏ ମଧ୍ୟ କହୁଛନ୍ତି ଯେ ଆପଣଙ୍କର ଯୋଉ ଲୋକମାନେ ବି ଅଛନ୍ତି ଆପଣଙ୍କ ସମର୍ଥକ ମାନେ ତାଙ୍କ ନାଁରେ ବି ବିଗତ ଦିନରେ ବିଭିନ୍ନ ଅଭିଯୋଗ ହେଇଛି। ସେ ଦଉନାହାନ୍ତି, ସେ ନାଁ ଦିଅନ୍ତୁ ପୁଲିସ ପାଖରେ। ପୁଲିସ କିନ୍ତୁ ତାଙ୍କୁ ଧରୁନାହିଁ। ସେ ଦିଅନ୍ତୁ, ନାଁ ଦିଅନ୍ତୁ ପୁଲିସ କି ୱାରେଣ୍ଟି ମାନଙ୍କ ନାଁ ଦିଅନ୍ତୁ। ପାର୍ଟିରେ କହିଲା ମାନେ ସେ ଖବର କାଗଜ ମାଲିକ, ସେ ମିଛ ଖବର କାଗଜର ମାଲିକ। ସେ ଯୋଉ ଖବର କାଗଜ ସାରା ଓଡିଶାରେ ମିଛ ପ୍ରଚାର ପ୍ରସାର କରେ, ମିଛ କଥା କହେ, ତାର ମାଲିକ ସୌମ୍ୟ ପଟ୍ଟନାୟକ। ସେ ସତ କହି ଶିଖିନାହାନ୍ତି। ଆଉ ଗୋଟେ କଥା, ସେ କାଲି ଆପଣଙ୍କୁ ଖୋଲା ଆହ୍ୱାନ କରିଛନ୍ତି ଯେ ଆପଣ ଗଣମାଧ୍ୟମକୁ ଆସନ୍ତୁ ଏବଂ ତାଙ୍କ ସହିତ ବିତର୍କ କରନ୍ତୁ ଯେ ପ୍ରକୃତରେ କିଏ ଠିକ, କିଏ ହିଂସା କରୁଛି, କିଏ ହିଂସା ନ କରୁଛି। ତ ଏଇ ଯୋଉ ଆହ୍ୱାନକୁ ଆପଣ କେମିତି ଦେଖୁଛନ୍ତି? ସେ ଆହ୍ୱାନ ଲୋକ ସ୍ୱୀକାର କରିଦେଲେଣି। ଫଳାଫଳ ସେ ଜାଣିଗଲେଣି। ଫଳାଫଳ କେତେ ବିଷମୟ ତାଙ୍କ ପାଇଁ ହଉଛି, କେତେ ବଡ ବିପର୍ଯ୍ୟୟ ସାମ୍ନା କରୁଛନ୍ତି ସେ ଜାଣିଗଲେ। ସେ ଭାବୁଛନ୍ତି ବୋଲି ଖବର କାଗଜରେ ଜିତିଯିବେ। ଖବର କାଗଜ ଗଣମାଧ୍ୟମର ବ୍ୟବହାର କରିକି ଜିତିଯିବେ। ପରୀକ୍ଷା ଆଗକୁ 25 ତାରିଖରେ ଭୋଟ ହବ, 4 ତାରିଖରେ ଗଣିଦେବ। ତାଙ୍କୁ ଖବର ଦେଇ ଦିଅନ୍ତୁ, ସେ ଅପେକ୍ଷା କରନ୍ତୁ। ସେମିତି କିଛି ବିଶେଷ ଘଟଣା ହେଇନି। ସେ ଅଶାଳୀନ ମନ୍ତବ୍ୟ ମୋ ବାଦରେ ପ୍ରଚାର ପ୍ରସାର କରୁଥିଲେ, ଦଲାଲ ମଲାଲ ଭଳି ଶବ୍ଦ ବ୍ୟବହାର କରୁଥିଲେ। ସେଥିପାଇଁ ସେ ଅଟକାଇଲେ। ସଂଶୋଧନ କର। ଆଜି ରାମଚନ୍ଦ୍ରପୁର ଥାନା ସମ୍ମୁଖରେ ଆମେ ଯୋଉ ସତ୍ୟାଗ୍ରହ କରିଛୁ ତାର एकमात्र कारण है ମୁଁ ନିର୍ବାଚନରେ ଭାଗ ନେଲା ଦିନ ଠାରୁ ଗୋଟିଏ ସଂକଳ୍ପ କରିଥିଲି। ସେ ସଂକଳ୍ପ ହେଲା ଘସିପୁରା ନିର୍ବାଚନ ମଣ୍ଡଳୀରେ ଯେପରି ହିଂସାକାଣ୍ଡ ଗୋଟିଏ ନୀତିଦିନିଆ କଥା ହେଇଯାଇଛି, ରାଜନୈତିକ ହିଂସା ସବୁଠାରୁ ବଡ଼ ଉଦ୍ବେଗର କାରଣ ହୋଇଛି। ମୁଁ କ'ଣ କରିଥିଲି, ସଂକଳ୍ପ ନେଇଥିଲି ଯେ ରାଜନୀତିରେ ହିଂସାର କୌଣସି ସ୍ଥାନ ନାହିଁ, ଗଣତନ୍ତ୍ରରେ ଏ ପ୍ରକାର ଗୁଣ୍ଡାଗିରି ଚଳିବ ନାହିଁ। ସେକୁ ଦୂର କରିବା ପାଇଁ ମୁଁ ପ୍ରଥମେ ସଂକଳ୍ପ ନେଇଥିଲି। ଏବେ ମୁଁ ଦେଖୁଛି ମୁଁ ଯେଉଁ ନିର୍ବାଚନ ଲଢୁଛି ସେ କେବଳ ଗୋଟିଏ ବିରୋଧୀ ଦଳ ସହିତ ଲଢୁନାହିଁ, ଗୋଟିଏ ଦଳ ସହିତ ଲଢୁନାହିଁ। ମୁଁ ପୁରା ସରକାରୀ ବଳ, ବିଶେଷ ଭାବରେ ପୁଲିସ ବଳ ସହିତ ମୁଁ ଲଢ଼ିବାକୁ ଯାଉଛି ବୋଲି ମୋର ମନେ ହେଲାଣି। କିନ୍ତୁ ପୁଲିସ ଭାଇମାନଙ୍କୁ ମୁଁ ଏତିକି ନିବେଦନ କରିବାକୁ ଚାହେଁ ଯେ ଆମର ସ୍ୱାଧୀନ ଭାରତରେ ପୁଲିସ ଭାଇମାନଙ୍କୁ ଆମେ ଉପଯୁକ୍ତ ସମ୍ମାନ ଜଣାଇବା ଉଚିତ ବୋଲି ମୁଁ ଜଣେ ଛୋଟିଆ ରାଜନେତା ହିସାବରେ କହିବାକୁ ଚାହେଁ। ପୁଲିସ ଭାଇମାନେ ମଧ୍ୟ ବୁଝିବା ଦରକାର ଯେ ସେମାନେ କୋଉ ଦଳର ନୁହନ୍ତି, ସେମାନେ ସମସ୍ତଙ୍କର ସୁରକ୍ଷା ପାଇଁ ଅଛନ୍ତି। କିନ୍ତୁ ଏଇ କେତେ ଦିନ ଭିତରେ ମୁଁ ଯାହା ଦେଖୁଛି ସତେ ଯେପରି ସେମାନେ ବିଜେଡି ଦଳର କିଛି ବଛା ବଛା ଅସାମାଜିକ ବ୍ୟକ୍ତି ଏବଂ ଗୁଣ୍ଡା ଶ୍ରେଣୀର ବ୍ୟକ୍ତିମାନଙ୍କୁ ସୁରକ୍ଷା ଦେବା ପାଇଁ ନିୟୋଜିତ ହୋଇଛନ୍ତି। ଆମ ସମସ୍ତଙ୍କୁ ଲାଗୁଛି ଆମେ ପୁଲିସ ବିରୁଦ୍ଧରେ ନିର୍ବାଚନ ଲଢୁଛୁ। ତାହା ହୋଇଥିଲେ ସେମାନେ ବାଛି ଆମ ଲୋକମାନଙ୍କୁ ଆରେଷ୍ଟ କରି ସେମାନଙ୍କୁ ରାଜନୈତିକ ପ୍ରକ୍ରିୟାରୁ ଏହି ସମୟ ପାଇଁ ଦୂରେଇ ରଖିବାକୁ ଚାହୁଁଛନ୍ତି।